ମାନେ ଏତେ ଛୋଟରୁ 150 ଟଙ୍କା 20-30 ଟଙ୍କା ମାତ୍ର ଜିନିଷ କିନ୍ତୁ 150 ଟଙ୍କା ବିକୁଛନ୍ତି। ତ ଏଟା ହେଲା 200 ଟଙ୍କା ଲେଖା କହୁଛନ୍ତି। ସେ ଶିବଙ୍କ ମଠରେ ଢାଳିବା ପାଇଁ ସବୁ ବିଭିନ୍ନ ପ୍ରକାର ଜିନିଷ ରହିଛି ତ ପାଣି ଢାଳିବା ପାଇଁ। ତ ଏଠି ପୂଜାପୂଜି ଚାଲିବା ପରେ ତ ଧରିବା ପାଇଁ ନନା ତ ଏଇଠି ଅଛନ୍ତି। ମନ୍ଦିରକୁ ଭିତରକୁ ଯିବା ପାଇଁ ହେଲେ ମାନେ ସାର୍ଟ କାଢ଼ିବା ପାଇଁ ପଡ଼ୁଛି। ମାନେ ମୁଁ ତ ଫାର୍ଷ୍ଟ ଟାଇମ୍ ଆଜି ମାନେ ଆଉ ଏକ ନୂଆ ବ୍ଲଗ୍ରେ ଆପଣଙ୍କୁ ସ୍ୱାଗତ ଜଣାଉଛି। ଆଜି ଟ୍ରିପ୍ର ଦ୍ୱିତୀୟ ଦିନ। ତ ଦ୍ୱିତୀୟ ଦିନ ଆମେ ଆସିଛୁ ତାରକେଶ୍ୱର। ତ ଏବେ ରାସ୍ତାରେ ଆମେ ବାହାରି ସାରିଛୁ। ତ ଏବେ ମନ୍ଦିର ଯିବା। ତ ଗଲେ ଆପଣଙ୍କୁ ମୁଁ ଦେଖୁଛି ତ ତାରକେଶ୍ୱର ଲୋଗ ବି ଏଇଠି ରହୁଛି। ମାନେ ଏବେ ତ ଆମ ସବୁ ପଛରେ ଆମେ ଚାଲିଛନ୍ତି। ଆମେ ଯେତିକି ବସ୍ ଆସୁଛନ୍ତି ତ କିଛି କିଛି ଲୋକ ଚାଲିଛନ୍ତି। ତ ଆମେ ଭୋର ଏଇଟା ଚାଲିଛୁ 5:30-6ଟା ହେବ ପ୍ରାୟ। ତ ଚାଲନ୍ତୁ ଯିବା ଦେଖେଇବି ଆପଣଙ୍କୁ ମୁଁ। ତ ଆଗରେ ଅଛି ତାରକେଶ୍ୱର ଲୋଗ। ତ ମୁଁ ଦେଖୁଛି ଆପଣଙ୍କୁ ଏଇଠି ବସ୍ଷ୍ଟାଣ୍ଡ। ତ ବସ୍ଷ୍ଟାଣ୍ଡ ପାଖରୁ 10-15 ମିନିଟ୍ ଚାଲିବାକୁ ପଡ଼ିବ। ତ ସେଠି ପହଞ୍ଚିଲେ ଆପଣଙ୍କୁ ମୁଁ ଦେଖେଇବି। ତ ଚାଲନ୍ତୁ। ତ ଏଇଠି ଦେଖିପାରୁଥିବେ ଆମ ତାରକେଶ୍ୱର ଲୋଗ ଅଛି। ତ ମୁଁ ପାଖରେ ଯାଇକି ଦେଖଉଛି। ଆମ ଚାଲିଛନ୍ତି ଲୋକମାନେ ଆମ ଚାଲିଛନ୍ତି ସବୁ। ତ ଏଇଟା ହେଲା ବସ୍ଷ୍ଟାଣ୍ଡ ତାରକେଶ୍ୱର ମନ୍ଦିର ବସ୍ଷ୍ଟାଣ୍ଡ। ଏଇ ପାଖରେ ରେଲୱେ ଷ୍ଟେସନ୍ ବି ଅଛି। ତ ଯାହା ହଉ ଆମେ ତ ପହଞ୍ଚେ। ତ ଏଇଟା ହେଲା ତାରକେଶ୍ୱର ଲୋଗ। ଏଇ ଦେଖିପାରୁଥିବେ ତାରକେଶ୍ୱର ଲୋଗ। ତ ଏଇଠୁ ଆମେ ପଳେଇ ଯିବା। ତ ହବ ତ ଚାଲି ଯିବା ମାନେ ଅଟୋ ଫଟୋ ଦେଖିବା କ'ଣ ହେଉଛି। ତ ଚାଲନ୍ତୁ ବ୍ଲଗ୍ରେ ବନେଇ ରୁହନ୍ତୁ। ତ ରେଲୱେ ଷ୍ଟେସନ୍ ଉପରେ ଆମେ ଅଛୁ। ତ ଉପରେ ବି ଯିବେ। ତ ଦେଖିପାରୁଥିବେ ଏଇଟା ରେଲୱେ ଷ୍ଟେସନ୍। ତ ତାରକେଶ୍ୱର ରେଲୱେ ଷ୍ଟେସନ୍। ତ ମ୍ୟାମ ତ ଛିଡ଼ା ହେଇଛି। ତ ଆମେ ବି ଚାଲିଛୁ। ତ ଏ ବାଟେ ମାନେ ଉପରେ ବି ଉପରେ ବି ଗଲେ ଜଣାପଡ଼ିବ ଆଉ। ବାଇଚାନ୍ସ ଆମକୁ ଧରିବେ ଟିକେ ଆମେ ତ ଇଏ ହେଇକି ଆସୁ। ଯାହା ହଉ ପଛେ ଯାଉଛି। ଏଇଟା ହେଉଛି ମେମୋ ଛିଡ଼ା ହେଇଛି। ତ ରେଲୱେ ଷ୍ଟେସନ୍ ଦେଇକି ଆମେ ଚାଲିଛୁ ଏବେ। ତ ଆମର ତ ଆଗରେ ଲୋକ ଭାଇମାନେ ତ ଚାଲିଛନ୍ତି। ଦେଖିବା ଅଲରେଡ଼ି ଆମେ ପହଞ୍ଚି ଯାଇଛୁ। ତ ସେଠି ଆମକୁ ଭୋଗ ନେବା ପାଇଁ ପଡ଼ିବ ଉପରେ ଯାହା ଆଶା ଜଣାଉଛି। ତ ଏଠି सांडल गोत्र चार बोलो तो କିଛି ନନା ଅଛନ୍ତି। ତ ସବୁ ଗୁତ୍ର ଫୁତ୍ର ପଚାରୁଛନ୍ତି। ତ କ'ଣ ପାଇଁ ମୁଁ ଜାଣିନି। चार बोलो ତ ସେଇଟା ଅଛି କ'ଣ ଚାଲିଛି ମୁଁ ଜାଣିନି। ତ କିଛି କହୁଛି କ'ଣ କହୁଛି। ତ ଏଠି ଜାଣିବାକୁ ମିଳିଲା ଯେ ମାନେ ଏଠି ନନା ତାଙ୍କର କିଛି କଣ୍ଟ୍ରାକ୍ଟ ଯାହା ବି ଯେମିତି ହଉ। ତ ଏଠି ଭୋଗ ମାନେ ଆମକୁ ନେଇକି ଆସିଲା ପରେ ତାଙ୍କ ଦୋକାନକୁ ନେଇଗଲେ। ସେଠି ଗଙ୍ଗାଜଳ ଛିଞ୍ଚିଲେ। ତ ଦେଖିବା ଗଙ୍ଗାଜଳ ତ ଛିଞ୍ଚିଲେ। ତାପରେ ଆମକୁ ଭୋଗ କଥା କହିଲେ। ତ ଛୋଟ ଦନା ଆପଣଙ୍କୁ ମୁଁ ଦେଖେଇବି। ମାନେ ଗୋଟେ 191 ଗୋଟେ 150 ଟଙ୍କା ମାନେ ଛୋଟ ମାନେ 20-30 ଟଙ୍କା ମାତ୍ର ହେବ। ତ ସେଇଟା 150-200 ଟଙ୍କା କରି ବିକୁଛନ୍ତି। ତ ଯାହା ହଉ ତାଙ୍କ ଯେମିତିଆ ଯେ ଦେଶ ଯାଇ ସେମିତିଆ ସେଇ ଫଳ ଖାଇ ଆମେ ବି ଆସିଛୁ। ତ ସେଠି ବି ଚାଲିଛି ସେ ପ୍ରୋଗ୍ରାମ୍ ଚାଲିଛି। ତ ଛୋଟ ଜିନିଷ ମୁଁ ଦେଖେଇବି ଆପଣଙ୍କୁ। ମୁଁ ଦେଖେଇବି ହେଲା। କେତେବେଳେ ମୁଁ ଦେଖଉଛି। ତ ଏଇ ଦେଖିପାରୁଥିବେ। ତ ଏଇଗୁଡ଼ା ସବୁ ବଡ଼ ହେଲା 200 ଟଙ୍କା ପଡ଼ୁଛି। ତ ଏଇଗୁଡ଼ା ପଡ଼ୁଛି 150 ଟଙ୍କା। ମାନେ ଏତେ ଛୋଟରୁ 150 ଟଙ୍କା 20-30 ଟଙ୍କା ମାତ୍ର ଜିନିଷ କିନ୍ତୁ 150 ଟଙ୍କା ବିକୁଛନ୍ତି। ତ ଏଟା ହେଲା 200 ଟଙ୍କା ଲେଖା କହୁଛନ୍ତି। 191 ଟଙ୍କା। ତ ଯାହା ବି ହଉ ଆମେ ତ ଏଇଠି ଆମେ ଏତିକି ଲୋକ ଆସିଛନ୍ତି। ତ ଯିଏ ଯାହା ଯେମିତି ହିସାବରେ ନେବେ। ତ ଭୋଗ ନେଇକି ତ ଯିବେ। ତ ଜଣାପଡ଼ିବ ତ କ'ଣ ହେବ। ତ ଚାଲନ୍ତୁ କ'ଣ ହେଉଛି। ଆମେ ଭିତରକୁ ଗଲେ ମୁଁ ବି ଏବେ ଦେଖିବି। ସାମ୍ନା ପଟରେ ରହୁଛନ୍ତି। ତ ଦେଖିବା ଗୋଟେ ସାମ୍ନା ପଟର ଗେଟ୍। ତ ଚାଲନ୍ତୁ ଯିବେ। ତ ଆମ ସହିତ ଯିଏ ଆସିଥିଲେ ସେ ତ ହାତରେ ସବୁ ଯିଏ ଯାହା ଯେମିତିଆ ଭୋଗ ନେଇକି ଆସିଥିଲେ। ତ ସେ ତାଙ୍କ ନେଇକି ଚାଲୁଛନ୍ତି। ସାମ୍ନା ପଟରେ ଅଛନ୍ତି। ତ ସେ ହାତରେ ଧରିଛନ୍ତି। ତ ସମସ୍ତଙ୍କ ଭୋଗ ଯିଏ ଯେମିତି ଯାହା ନେଇଛନ୍ତି ତ ଧରିଛନ୍ତି। ତ ସାମ୍ନା ପଟରେ ରହୁଛି ଗେଟ୍। ତ ମୁଁ ଦେଖାଉଛି ଫ୍ରଣ୍ଟ ଗେଟ୍ କି ମୁଁ ଜାଣିନି ଠିକ୍ ସେ ଜାଣିନି। ତ ଏଇ ସାଇଡ଼୍ରେ ଅଛି। ତ ଏଇ ଅଛି ଆମର ପୋଖରୀ ବି ଅଛି। ବଡ଼ ଗୋଟେ ପୋଖରୀ। ତ ଦେଖିପାରୁଥିବେ ଇଏ ହେଲା ପୋଖରୀ। ତ ଏ ସାଇଡ଼୍ରେ ତ ଗେଟ୍ ପୁରା ବହୁତ ବଡ଼ ପୋଖରୀ। ଭିତରକୁ ଗଲେ ଯାହା ଜଣାପଡ଼ିବ। ବହୁତ ବଡ଼ ଜଣାପଡ଼ୁଛି। ତ ପୁରା ଦେଖିବାକୁ ପୁରା ମାନେ ବହୁତ ବଡ଼ ପୋଖରୀ ଏଇଟା। ତ ମାନେ ଏଇଠି ଗେଟ୍ ଅଛି। ତ ଦେଖାଯାଉନି। ତ ସେ ସାଇଡ଼୍ ଫାଙ୍କା ସେ ସାଇଡ଼୍ ଫାଙ୍କା ଅଛି। ତ ଗଲେ ମୁଁ ଦେଖେଇବି। ତ ଯାହା ହଉ ଆଗ ତ ଚାଲିଛନ୍ତି। ସେ ଆମେ ମନ୍ଦିର ପାଖକୁ ଗଲେ ଜଣାପଡ଼ିବ। ତ କ'ଣ କିଛି
ଚଲନ୍ତୁ ନେଇକି ଆସିଲେ ସେଇଟା ମାନେ ଆଉ ଗୋଟେ ଜାଗାରେ ତ ପାଣି ଢାଳିବା ପାଇଁ ମାନେ ଠାକୁରଙ୍କ ମନ୍ଦିରରେ ପାଣି ଢାଳିବା ପାଇଁ ତ ଗୋଟେ ଗୋଟେ ଫେଜ୍ କରିକି ନେଇଯାଉଛନ୍ତି। ତ ଏଠି ସାମ୍ନାରେ ଦେଉଛନ୍ତି ଆମର ପାଣି ଶିବଙ୍କ ମତରେ ଢାଳିବା ପାଇଁ। ତ ମୁଁ ଦେଖୁଛି ଛୋଟ ବଡ଼ 50-100 ଷ୍ଟେପ୍ ବାଇ ଷ୍ଟେପ୍ ସବୁ ଇଏ କରୁଛନ୍ତି ମୁଁ ଦେଖୁଛି। ତ ଦେଖିପାରୁଥିଲେ ତ ଏଠି ମାନେ ଶିବଙ୍କ ମତରେ ଢାଳିବା ପାଇଁ ସବୁ ବିଭିନ୍ନ ପ୍ରକାର ଜିନିଷ ରହିଛି। ତ ପାଣି ଢାଳିବା ପାଇଁ ମାନେ ଯିଏ ଯାହା ଯେମିତି ହିସାବରେ ଢାଳିବେ ଆଉ। କିଛି ଲୋକ ବି ନେଇଛନ୍ତି ପାଣି ଢାଳିବା ପାଇଁ। ତ ଏ ସାଇଡ଼ରେ ଅଛନ୍ତି। ତ ଦେଖିପାରୁଥିବେ ଆମ ଲେଡ଼ିଜ୍ ମାନେ ତ ନେଇଛନ୍ତି ପାଣି ଢାଳିବା ପାଇଁ। ତ ଆମେ ତ ଚାଲିଛୁ ଏବେ। ତ ଭିତରକୁ ଗଲେ ଜଣାପଡ଼ିବ। ଏଇଟା ରହିଲା ଏଣ୍ଟ୍ରି ଗେଟ୍ ମାନେ ଅନ୍ଧାର ଏଇ ସାଇଡ଼୍ ରହୁଛି। ତ ଭିତରେ ହେଉଛି ଏଣ୍ଟ୍ରି ଗେଟ୍ ଦେଖୁଛି ମୁଁ। ଏଇଟା ବାବା ତାଡ଼କେଶ୍ୱରଙ୍କ ମନ୍ଦିର। ତାଡ଼କେଶ୍ୱର ମନ୍ଦିର। ତ ଏଇଟା ହେଲା ଏଣ୍ଟ୍ରି ରହୁଛି ପୁରା ଦେଖିବାକୁ ପୁରା ସାମ୍ନା ପଟରେ ପୁରା ପାଣି। ଆମେ ତ ଭୋର ସକାଳ ସକାଳ ପଳେଇ ଆସିଛୁ ଫ୍ରେଶ୍ ହେଇକି। ଧରିବା ପାଇଁ ପଡ଼ୁଛି ଆମକୁ। ତ ଏଠି ପୂଜାପୂଜି ଚାଲିବ ପୁରା। ତ ଧରିବା ପାଇଁ ନନା ତ ଏଇଠି ଅଛନ୍ତି। ଚାରିପାଖରେ ମାନେ ସେଠି ପୂଜା ସାରି ସାରିଲୁ। ପୂଜା ସାରିଲା ପରେ ଆମକୁ ମନ୍ଦିର ଚାରିପାଖରେ ବୁଲାଉଛନ୍ତି। ତ ଜାଣିନି କେମିତି ତ ଆମେ ଚାରିପାଖରେ ଯାଉଛୁ ବୁଲୁଛୁ। ମନ୍ଦିର ସାମ୍ନା ପଟେ ମୁଁ ଭିଡ଼ିଓ କରୁଛି ତ ମନା କରୁଛି ତଥାପି ଚାଲିଛୁ। ତ ସାମ୍ନା ପଟେ ଦେଖିବ ତ ବ୍ରତ କେତେ ବାନ୍ଧା ହେଇଛି ଦେଖନ୍ତୁ। ମାନେ ମାଟିର ବ୍ରତ କେମିତି ବାନ୍ଧା ହେଇଛି ଫୁଲ୍। ଏଇଟା ମାନେ ମନ୍ଦିର ଚାରି ଏଇଟା ତାଡ଼କେଶ୍ୱର ମନ୍ଦିର ପଛପଟରେ ଦୃଶ୍ୟ। ତ ଏଇ ସାଇଡ଼୍ରେ ରହିଲେ ଦେଖିଲେ କେମିତି ତ କେମିତି ଦେଖିବ ପୁରା ସଫା ବି ଚାଲିଛି। ତ ଏଇ ସାଇଡ଼୍ରେ ରହିଲେ ଆମେ ଏଇ ସାମ୍ନା ପଟ ଟିକେ ଆସିଥିଲୁ। ତ ଏଠି ଆଉ ପଛରେ ଆମେ ଧାଡ଼ି କରି ଅଛୁ କେମିତି। ତ ଏଠି ମାନେ ଆମକୁ ମନ୍ଦିର ଚାରିପାଖରେ ବୁଲେଇକି ଧାଡ଼ିରେ ଠିଆ କରୁଛନ୍ତି। ତ ଭିତରକୁ ଗଲେ ଆମେ ଜାଣିପାରିବା କେମିତି କିଛି। ଏଇଟା ମୁଁ ତ ଫାର୍ଷ୍ଟ ଟାଇମ୍ ଆସିଛି ବେଙ୍ଗଲ ଆସିଛି। ତ ଏଠି ଟ୍ରାଭେଲିଂ ମୁଁ କରିନାହିଁ। ଓଡ଼ିଶା କରିସାରିଛି ୟୁପି କରିସାରିଛି କିନ୍ତୁ ଏଠି ଟ୍ରାଭେଲିଂ କରିନାହିଁ। ଏଠି ତ ଦେଖାଉ ତ ଭିତରକୁ ଗଲେ ଜଣାପଡ଼ିବ। ଭିତରକୁ ଯିବା ପାଇଁ ହେଲେ ମାନେ ସାର୍ଟ କାଢ଼ିବା ପାଇଁ ପଡ଼ୁଛି। ମାନେ ମୁଁ ତ ଫାର୍ଷ୍ଟ ଟାଇମ୍ ଆଇଛି ମୁଁ ଜାଣିନି। ମାନେ ଭିତରକୁ ଯିବା ପାଇଁ ହେଲେ ସାର୍ଟ କାଢ଼ିବା ପାଇଁ ହେଉଛି। ଆଉ ଭିତରେ ଆମେ ଦର୍ଶନ କରିସାରିଲୁ। ତାପରେ ଏଇଠି ମାନେ ବ୍ରତ ସବୁ ବାନ୍ଧା ଯାଉଛି। ମୁଁ ଦେଖୁଥିଲି ବ୍ରତ ସବୁ ବାନ୍ଧା ଯାଇଛି କେମିତି ଦେଖିବାକୁ। ତ ଏଇଠି ଟିକଟ କାଟୁଛନ୍ତି ସବୁ ବ୍ରତ ବାନ୍ଧୁଛନ୍ତି। ତ ଆମେ ବାନ୍ଧି ସାରିଛୁ। ତ ବାନ୍ଧି ସାରିକି ଏବେ ପଳେଇ ଯିବୁ। ଆମ ଲୋକମାନେ କେଉଁଠି ଅଛନ୍ତି ମୁଁ ତ ଜାଣିନି। ତ ଦେଖିବା ପାଇଁ ପଡ଼ିବ। ତ ସରିଲା ପରେ ଆମେ ଘଣ୍ଟି ବାନ୍ଧା ହେଇଛି। ଆଉ ଏଠି ଦୀପ ଲଗା ଚାଲିଛି ପୁରା ଦେଖିପାରୁଥିବେ। ଏଠି ଦୀପ ଲଗାଉଛି। ଏଇଟା ହେଲା ତାଡ଼କେଶ୍ୱର ମନ୍ଦିରକୁ ସାମ୍ନା ପଟ ଇଏ ଭିଉ। ତ ବାବାଙ୍କ ଭିତରେ ତ ମାନେ ମୋବାଇଲ ତ ଏଣ୍ଟ୍ରି ଥିଲା ତ ବାହାରେ ମୁଁ କରୁଛି। ଯାହା ହଉ ଏବେ ବୁଲାବୁଲି ସରିଲା ତ ଏବେ ପଳେଇ ଯିବୁ। ତ ସେଠି ଗଲେ ଜଣାପଡ଼ିବ। ମାନେ ଶିବଙ୍କ ମନ୍ଦିର ବୁଲି ସାରିଲା ପରେ ତ ସାତଟା ମାନେ ଭୋର ଆସିଥିଲା 7ଟା ସୁଦ୍ଧା ସବୁ ସରିଗଲା। ମାନେ ଆମର ଦର୍ଶନ ସରିଯାଇଛି। ତ ଏବେ ଆମେ ରିଟର୍ନ ଚାଲିଛୁ ଏବେ। ତ ଆମେ ଫାଷ୍ଟ ଯାଇକି 10-12 ଜଣ ଯାଇଛୁ। ତ ଆହୁରି କିଛି ଲୋକ ବି ଆମର ସରିଯାଇଛି ଦର୍ଶନ ସରିଯାଇଛି। ତ ଯାଉଛୁ ଏବେ। ତ ମୁଁ ତ ପୋଖରୀଟା ଦେଖେଇଥିଲି ବି ଏବେ ବି ସେଇ ରାସ୍ତାରେ ଆମେ ଚାଲିଛୁ। ତ ଏଇଟା ଦେଖନ୍ତୁ। ତ ଆଗରେ ଆମ ଲୋକମାନେ ବି ଚାଲିଛନ୍ତି। ତ ଯାହା ଆଉ ଗୋଟେ ଜାଗାକୁ ମୁଁ ଦେଖେଇବି। ତ ଚାଲନ୍ତୁ। ଭିଡ଼ିଓ ଭଲ ଲାଗେ ଲାଇକ୍ ସବସ୍କ୍ରାଇବ୍ ନିହାତି କମେଣ୍ଟ ନିହାତି କରିବେ। ଆଉ ଫଲୋ ନିହାତି ଫେସବୁକ୍ ପେଜ୍ ଦେଖୁଛନ୍ତି ଫଲୋ ନିହାତି କରିବେ। ତ ଚାଲନ୍ତୁ ଭିଡ଼ିଓ ବି ବନେଇ ରୁହନ୍ତୁ। ମାନେ ଭୋଗ ଲଗେଇ ସାରିଲା ପରେ ଏଇଠି ଆମେ ଲଗେଇ ସାରିକି ଏଇଠି ତ ଦେଉଛନ୍ତି। ତ ଦେଖିବା ମୋ ହାତରେ ବି ଭୋଗ ଅଛି। ତ ଏଠି ବି ଦେଉଛନ୍ତି। ତ ସେଠୁ ଭିତରୁ ମାନେ ଭୋଗ ଲାଗି ସାରିଲା ପରେ ଏଇଠି ମାନେ ପ୍ୟାକିଂ କରି ଦେଉଛନ୍ତି ସବୁ। ତ ଆମ ଭୋଗ ଏଇଠୁ ଯାଇଥିଲା ତ ସେଇଥିପାଇଁ ଆମ ଏଇଠୁ ନେଇକି ଯାଉଛି। ତ ଏବେ ମୁଁ ତ ଆମେ ନେଇସାରିଛୁ ତ ପଳେଇଛି ଆମ ସେଇଠି ବସ୍ ଅଛି। ତ ସେଇଠି ପଳେଇଯିବା। ଯାହା ହଉ ଗଲେ ସେଠି ଦେଖେଇବି। ସାରିଲା ପରେ ମାନେ ଭୋଗ ନେଇ ସାରିଲା ପରେ ମାନେ ସବୁ ଯିଏ ଯାହା ବ୍ରତ ମାନେ ବାନ୍ଧୁଛନ୍ତି ହାତରେ ମୁଁ ଦେଖୁଛି। ଏଇଠି ସାଙ୍ଗେ ସାଙ୍ଗେ ନେଇକି ସବୁ ବାନ୍ଧୁଛନ୍ତି। ତ ଆମ ଲୋକମାନେ ତ ଏଇଠି ଦେଖ ତ ବ୍ରତ ଅଛି। ତ ବାନ୍ଧୁଛନ୍ତି ସବୁ ଫୁଲ୍। ତ ସେଠି ବାନ୍ଧୁଥିଲେ। ଏଇଠି ତ ଆମ ଲୋକମାନେ ଫୁଲ୍ ତ ଅଛନ୍ତି। ଏଇଠି ଆମ ଲୋକ ଆହୁରି ଅଛନ୍ତି। ଆମ ବସ୍ ତ ନିହାତି ତ 63-64 ଜଣ ଆସିଛନ୍ତି। ତ ଏଠି ଅଳ୍ପ ଅଛନ୍ତି। ଆହୁରି ଭିତରେ ଅଛନ୍ତି। ଭିତରେ ଗଲେ ଜଣାପଡ଼ିବ। ମାନେ ଆସିଲେ ସବୁ ଜଣାପଡ଼ିବ କେତେ କିଛି ଚାଲୁଛନ୍ତି।
तारकेश्वर मंदिर आसुचंदी माने ट्रेन जो आसिए तो ये पूरा पाखे ट्रेन स्टेशन पाखे तारकेश्वर मंदिर तो जो पूरा सुविधा है माने ट्रेन आसने सुविधा करना पूरा 5 मिनट ओह्लैबे जस्ट चली जाए माने पाखे अच्छे बाँ साइड तो मुझे देखुँ रेलवे स्टेशन कौटी पूरा ये देखिए यहाँ रेलवे ट्रेन तो छिड़ा है आम तो माने सकाल 7टा सुधा तो पूजा करी तो आम चलते पूजा सरी तो रिटर्न होगी चलचु माने आम बस पाखु चलचु तो सेठी गले देखेबी तो आठी गले आम खाई खुआके दिन पलि जा आउ गोटे प्लेस को बुलाप तो चलतु भिडियो बनई दिखाँ तो ये आम रोड आम पूजा आम पछे चलते आगे छुआ मैंने मो काका सब चलते तो सेठी तो चलते मार्केट एरिया तो जा हो आम चलती घूरी सारापर आम पलि आम बस पाखक तो बस पाख तो छिड़ाई तो ये किसी समय पर खेदिया हम तो खेदिया हो तो देखुची तो आम बस यहीटा तो मुझे देखी पार नी तथापि आम बसटा यहाँ तो केते सुंदर भी है माने लग्जरीयस बसटा है तो ये आम रोसे फुसे हो तो रोसे हो सारापर ये खेदिया हम तो रोसे जगटा ये मुझे देखा पूरा तो ये माने समस्त खाଇବା ये कर चलती तो सेठी माने खरा बेला भात रांधा चलती तो ये टिफिन ये मुढ़ी आ छोला सिझा चलती ना भात हो सारानी सका 8टा सुधा ना सब क्लीयर तो ये आम खाई खुआई सब पलि जा माने आउ गोटे जगह बुलते पलि जा ये बुला सरला तो आम खाई सारा मुझे देखी मुझे ये कर अलरेडी आम पहुँचले नदिया मायापुर तो सत्य मैंने 11टा पाख बस बसले पहुँचले 4:30 होगा मैंने बहुत टाइम लगिगला खाली तो बहुत टाइम भी होगा पहुँचे खाली बस 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 एत टाइम तो ये पहुँची जाइए समस्ते ओल्ल सारी तो ये रूम खोजी चलती रूम खोजी सारे आम स्टे कर मुझे देखेबी माने आम रूम माने ये देखेबी देखी आम जी बुलापी चलते ए चलती रूम खोजा चलती मुझे देखेबी मो पचे तो बस भी छिड़ा है जिन आम लोक मैंने भी अच्छा चलती रूम खोजा तो चलतु हाँ चलती ये आम रूम नहीं नीचे तो आम जेहतु आम बस से आसले तो आम मालिक आम 2टा रूम देता तो बड़ बड़ तो से कम्फर्टेबल है कहीं 2टा रूम 60 जन लोक तो सेटा भल है तो आम निजे पर्सनाल रूम नहीं नीचे तो मुझे देखुची आम पर्सनाल रूम आम 3 जन रहा तो सामनापट नना अच्छा आउ जन जाइए माने या आनते बेग आने तो मो आम रूमटा मुझे देखा तो यहाँ आम रूम तो ये आम 3 जन ही रहा तो माने भल भी है 3 जन पूरा कंफर्टेबल शुवा कहीं 2 राति 2 रहा तो आज गोटे राति तो काली गोटे राति निहाती रहा पड़ो तो से आम पलि जा ये माने 2 राति कंफर्टेबल शुवाई कहीं 2 दिन ना 3 दिन आम बस बोले माने निंद तो क्लीयर ना कि ना पूरा बहुत ये हईराण अच्छे तो से निजे पर्सनाल पैसा जाऊ पचे ने जा हो तो आज मुझे ब्लॉग शेष कर तो काली तो आज तो बुलापी तो जाइए तो काली जा बुलापी तो काली मु 3 नंबर ब्लॉग सुट करमी तो रही जय जगन्नाथ तो नेक्स्ट पार्ट देखा चलतु।